ରାଜା ହେବା ପାଇଁ ଭାଲୁର ଜୀବନ ଗଲା। ଅନେକ ବର୍ଷ ତଳର କଥା। ଏକ ବିଶାଳ ଜଙ୍ଗଲ ଥିଲା। ଜଙ୍ଗଲଟି ଏତେ ବଡ଼ ଥିଲା ଯେ ତାହାର ଗୋଟିଏ ପାଖରୁ ଅନ୍ୟ ପାଖକୁ ଯିବାକୁ 2 ଦିନ ଲାଗୁଥିଲା। ଚାରିଆଡ଼େ ଉଚ୍ଚ ଉଚ୍ଚ ଗଛ, ଲତା, ଝରଣା ଓ ଛୋଟ ଛୋଟ ପାହାଡ଼ ଥିଲା। ସେହି ଜଙ୍ଗଲରେ ଅନେକ ପଶୁପକ୍ଷୀ ମିଳିମିଶି ରହୁଥିଲେ। ସେହି ଜଙ୍ଗଲର ରାଜା ଥିଲା ଏକ ବଡ଼ ଓ ଶକ୍ତିଶାଳୀ ବାଘ। ବାଘଟି ଶକ୍ତିଶାଳୀ ହେଲେ ମଧ୍ୟ ଅନ୍ୟାୟ କରୁନଥିଲା। ଜଙ୍ଗଲର ସମସ୍ତ ପଶୁ ତାକୁ ସମ୍ମାନ କରୁଥିଲେ। ସେହି ଜଙ୍ଗଲରେ ଗୋଟିଏ ଭାଲୁ ମଧ୍ୟ ରହୁଥିଲା। ଭାଲୁଟି ଶରୀରରେ ବହୁତ ବଡ଼ ଓ ଶକ୍ତିଶାଳୀ ଥିଲା, କିନ୍ତୁ ତାର ମନରେ ଗୋଟିଏ ବଡ଼ ଦୁର୍ବଳତା ଥିଲା। ତାକୁ ସମସ୍ତଙ୍କ ଠାରୁ ଅଧିକ ସମ୍ମାନ ଓ ଶକ୍ତି ଦରକାର ଥିଲା। ଦିନେ ଭାଲୁଟି ଗୋଟିଏ ପାହାଡ଼ ଉପରେ ବସି ଦୂରରୁ ବାଘକୁ ଦେଖୁଥିଲା। ବାଘ ଆସିବା ମାତ୍ରେ ହରିଣ, ମାଙ୍କଡ଼, ଠେକୁଆ, ହାତୀ ସମସ୍ତେ ତାକୁ ରାସ୍ତା ଛାଡ଼ି ଦେଉଥିଲେ। ଭାଲୁ ମନେ ମନେ କହିଲା, ଆହା, ବାଘ ଆସିଲେ ସମସ୍ତେ ତାକୁ ରାଜା ବୋଲି ସମ୍ମାନ କରୁଛନ୍ତି। ମୁଁ ମଧ୍ୟ ବାଘଠାରୁ କମ୍ ଶକ୍ତିଶାଳୀ ନୁହେଁ। ତେବେ ମୁଁ କାହିଁକି ରାଜା ହେବି ନାହିଁ? ସେହି ଦିନଠାରୁ ଭାଲୁର ମନରେ ରାଜା ହେବାର ଲୋଭ ଜାଗିଲା। କିଛି ଦିନ ପରେ ଭାଲୁ ଜଙ୍ଗଲର ଅନେକ ପଶୁଙ୍କ ପାଖକୁ ଯାଇ କହିଲା, ତୁମେମାନେ ଜାଣ ନାହିଁ କି ମୁଁ ଏହି ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ପଶୁ। ମୋତେ ରାଜା କରାଯିବା ଉଚିତ। ଠେକୁଆ ଭୟରେ କିଛି କହିଲା ନାହିଁ। ମାଙ୍କଡ଼ ଚୁପ୍ ରହିଲା। ହରିଣ କହିଲା, ରାଜା ହେବା କେବଳ ଶକ୍ତିର କଥା ନୁହେଁ, ରାଜାଙ୍କର ବୁଦ୍ଧି, ନ୍ୟାୟ ଓ ଧୈର୍ଯ୍ୟ ମଧ୍ୟ ଦରକାର। ଭାଲୁ ହସି କହିଲା, ଏସବୁ ମୋତେ ଶିଖାଇବା ଦରକାର ନାହିଁ। ମୁଁ ଶକ୍ତିଶାଳୀ। ମୋତେ ଦେଖିଲେ ସମସ୍ତେ ଡରିବେ। ଏହାଠାରୁ ବଡ଼ ରାଜତ୍ୱ ଆଉ କ'ଣ? ହରିଣ କିଛି କହିଲା ନାହିଁ। ଭାଲୁ ଏବେ ଗୋଟିଏ ଭୟଙ୍କର ଯୋଜନା କଲା। ସେ ଭାବିଲା, ଯଦି ବାଘକୁ ଜଙ୍ଗଲରୁ ହଟାଇ ଦେଇପାରିବି, ତେବେ ମୁଁ ନିଶ୍ଚୟ ରାଜା ହୋଇଯିବି। ଗୋଟିଏ ସକାଳେ ଭାଲୁ ଜଙ୍ଗଲର ମଝିରେ ଥିବା ବଡ଼ ପଥର ଉପରେ ଚଢ଼ି ଜୋରରେ ଗର୍ଜନ କଲା। ବାଘ, ବାହାରକୁ ଆସ। ଆଜି ମୁଁ ତୋତେ ଚ୍ୟାଲେଞ୍ଜ କରୁଛି। ସମସ୍ତ ପଶୁ ଭୟଭୀତ ହୋଇଗଲେ। କିଛି ସମୟ ପରେ ବାଘ ଧୀରେ ଧୀରେ ସେଠାକୁ ଆସିଲା। ବାଘ ଶାନ୍ତ ଭାବରେ ପଚାରିଲା, ଭାଲୁ, ତୁମେ ମୋତେ କାହିଁକି ଡାକୁଛ? ଭାଲୁ ଗର୍ବରେ କହିଲା, ମୁଁ ଆଜିଠାରୁ ଜଙ୍ଗଲର ରାଜା ହେବି। ତୁମେ ରାଜା ପଦ ଛାଡ଼ି ଦିଅ।
ବାଘ ହସିଲା ନାହିଁ କି ରାଗିଲା ମଧ୍ୟ ନାହିଁ। ସେ କେବଳ କହିଲା, ରାଜା ହେବାକୁ ଇଚ୍ଛା କରିବା ଅପରାଧ ନୁହେଁ, କିନ୍ତୁ ରାଜା ହେବାର ଅର୍ଥ କ'ଣ ତୁମେ ଜାଣ? ଭାଲୁ ଗର୍ଜନ କରି କହିଲା, ଶକ୍ତି ଥିଲେ ରାଜା ହୁଏ। ବାଘ ମୁଣ୍ଡ ହଲାଇ କହିଲା, ତେବେ ତୁମେ ନିଜେ ନିଷ୍ପତ୍ତି କର, କିନ୍ତୁ ମନେ ରଖ, ରାଜା ହେବାଠାରୁ ରାଜା ଭଳି ଦାୟିତ୍ୱ ନେବା ବହୁତ କଷ୍ଟକର। ଭାଲୁ ବାଘର କଥାକୁ ହସି ଉଡ଼ାଇ ଦେଲା। ପରଦିନ ଭାଲୁ ଘୋଷଣା କରିଦେଲା, ଆଜିଠାରୁ ମୁଁ ରାଜା। କିଛି ପଶୁ ଭୟରେ ମୁଣ୍ଡ ନୁଆଇଲେ। ଭାଲୁ ଖୁସି ହୋଇଗଲା। ସେ ଆଦେଶ ଦେବା ଆରମ୍ଭ କଲା, ମାଙ୍କଡ଼ମାନେ ଆଜିଠାରୁ ମୋ ପାଇଁ ଫଳ ଆଣିବେ। ହରିଣମାନେ ମୋ ପାଇଁ ମିଠା ଘାସ ଖୋଜିବେ। ଠେକୁଆମାନେ ମୋର ଗୁମ୍ଫା ସଫା କରିବେ। ପଶୁମାନେ ମନେ ମନେ ଦୁଃଖିତ ହେଲେ। ଭାଲୁ ମନେ ମନେ ଭାବିଲା, ଦେଖିଲୁ, ରାଜା ହେବା କେତେ ସହଜ। କିନ୍ତୁ ତାର ଏହି ଖୁସି ବେଶୀ ଦିନ ରହିଲା ନାହିଁ। ଗୋଟିଏ ରାତିରେ ଭୟଙ୍କର ଝଡ଼ ଆସିଲା। ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଲା। ଜଙ୍ଗଲର ଏକ ଅଂଶରେ ଆଗୁଆନ ମଧ୍ୟ ଲାଗିଗଲା। ସମସ୍ତ ପଶୁ ଭୟରେ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ। ଭାଲୁ ଗୁମ୍ଫା ଭିତରେ ଲୁଚିଗଲା। ହରିଣମାନେ ଚିତ୍କାର କଲେ, ରାଜା, ଆମକୁ ବଞ୍ଚାନ୍ତୁ। ଭାଲୁ ଭିତରୁ କହିଲା, ମୁଁ ଏବେ ଆସୁଛି। କିନ୍ତୁ ସେ ବାହାରକୁ ଆସିଲା ନାହିଁ। ଏହି ସମୟରେ ବାଘ ଆସି ପଶୁମାନଙ୍କୁ ସୁରକ୍ଷିତ ରାସ୍ତାରେ ନେଇଗଲା। ଆହତ ପଶୁମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇଲା। ସକାଳ ହେବା ପରେ ଜଙ୍ଗଲର ପଶୁମାନେ ବୁଝିଗଲେ, ଭାଲୁ କେବଳ ରାଜା ହେବାକୁ ଚାହୁଁଥିଲା, କିନ୍ତୁ ରାଜାଙ୍କର ଦାୟିତ୍ୱ ନେବାକୁ ଚାହୁଁନଥିଲା। ଭାଲୁ ଏଥିରେ ମଧ୍ୟ ଶିକ୍ଷା ନେଲା ନାହିଁ। ସେ ଭାବିଲା, ଯେ ପର୍ଯ୍ୟନ୍ତ ବାଘ ବଞ୍ଚିଛି, ସେ ପର୍ଯ୍ୟନ୍ତ ମୁଁ ପ୍ରକୃତ ରାଜା ହୋଇପାରିବି ନାହିଁ। ତେଣୁ ସେ ବାଘକୁ ଫାନ୍ଦରେ ପକାଇବା ପାଇଁ ଜଙ୍ଗଲର ଗୋଟିଏ ପୁରୁଣା ଗୁମ୍ଫା ପାଖରେ ଯୋଜନା କଲା। କିନ୍ତୁ ବାଘ ଭାଲୁର ଚାଲ ବୁଝିପାରିଲା। ବାଘ କହିଲା, ଭାଲୁ, ତୁମେ ଏତେ ଲୋଭରେ କାହିଁକି ପଡ଼ିଛ? ରାଜା ହେବା ପାଇଁ ନିଜ ଜୀବନକୁ ମଧ୍ୟ ବିପଦରେ ପକାଉଛ। ଭାଲୁ ରାଗିଯାଇ କହିଲା, ମୁଁ ଯାହା ଚାହେଁ ତାହା ପାରିବି। କିନ୍ତୁ ତାର ଯୋଜନା ଓଲଟିଗଲା। ସେ ନିଜେ ତିଆରି କରିଥିବା ବିପଦରେ ପଡ଼ିଗଲା। ବାଘ ତାକୁ ବଞ୍ଚାଇବାକୁ ଚେଷ୍ଟା କଲା, କିନ୍ତୁ ଭାଲୁ ଅତ୍ୟନ୍ତ ଗୁରୁତର ଭାବରେ ଆହତ ହୋଇ ଶେଷରେ ନିଜ ଜୀବନ ହରାଇଲା।
ଜଙ୍ଗଲର ସମସ୍ତ ପଶୁ ନୀରବ ହୋଇଗଲେ। ବାଘ ଦୁଃଖରେ କହିଲା, ଭାଲୁ ଶକ୍ତିଶାଳୀ ଥିଲା। ଯଦି ସେ ନିଜ ଶକ୍ତିକୁ ଭଲ କାମରେ ବ୍ୟବହାର କରିଥାନ୍ତା, ସମସ୍ତଙ୍କର ପ୍ରିୟ ହୋଇପାରିଥାନ୍ତା। କିନ୍ତୁ ରାଜା ହେବାର ଲୋଭ ତାକୁ ନିଜ ଜୀବନ ହରାଇବାକୁ ବାଧ୍ୟ କଲା। ସେହି ଦିନଠାରୁ ଜଙ୍ଗଲର ପଶୁମାନେ ଗୋଟିଏ କଥା ସବୁବେଳେ ମନେ ରଖିଲେ। ପଦ, ପ୍ରତିଷ୍ଠା ଓ ଶକ୍ତି ପାଇଁ ଅତ୍ୟଧିକ ଲୋଭ କଲେ ମଣିଷ କିମ୍ବା ପଶୁ ନିଜର ଯାହା ଅଛି ସେ ସବୁ ମଧ୍ୟ ହରାଇପାରେ। ଏହି କାହାଣୀ ଆମକୁ ଶିଖାଏ ଯେ ଅତ୍ୟଧିକ ଲୋଭ ଓ ଅହଙ୍କାର ମଣିଷର ବୁଦ୍ଧିକୁ ନଷ୍ଟ କରିଦିଏ। କେବଳ ଶକ୍ତି ଥିଲେ ରାଜା ହୁଏ ନାହିଁ। ରାଜା ହେବା ପାଇଁ ଦୟା, ନ୍ୟାୟ, ବୁଦ୍ଧି, ଧୈର୍ଯ୍ୟ ଓ ଦାୟିତ୍ୱବୋଧ ଦରକାର। ଅନ୍ୟର ପଦ ଛଡ଼ାଇ ନିଜେ ଉପରକୁ ଯିବାର ଲୋଭ କଲେ ଶେଷରେ ନିଜର ହିଁ କ୍ଷତି ହୁଏ। ତେଣୁ ଲୋଭ ଓ ଅହଙ୍କାରକୁ ଛାଡ଼ି ସତ୍ୟ, ନ୍ୟାୟ ଓ ଭଲ କାମର ପଥରେ ଚାଲିବା ଉଚିତ। ଧନ୍ୟବାଦ।